ଦେଖନ୍ତୁ ଆମର ବିଧାୟକ ସଂଖ୍ୟା ଯେତେ ସେ ଅନୁସାରେ ଆମର ଗୋଟିଏ ସିଟ୍ ନିଶ୍ଚିତ ଭାବରେ ଯିବ। ସେଟା କାହାକୁ ପଠେଇବେ ଆମର ଦଳୀୟ ଆମର ସୁପ୍ରିମୋ ଦଳର ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ସେଟା ନିର୍ଣ୍ଣୟ କରିଛନ୍ତି। ତେଣୁ ଗୋଟିଏ ଆମର ଆସନ ଯେମିତି ଆମର ବିଧାୟକ ସଂଖ୍ୟାକୁ ନେଇକି ସେଟା ସୁନିଶ୍ଚିତ ଅଛି। ଆଉ ବିଜେପିର 2 ଜଣ ଯିବେ। ଆଉ ଗୋଟେ ଯେଉଁ 4 ନମ୍ବରଟା ରହିଲା ସେଇଟା ବର୍ତ୍ତମାନ ସୁଦ୍ଧା କି କହିପାରିବେନି, ଯେହେତୁ ଆମର ବି ସଂଖ୍ୟାଗରିଷ୍ଠତା ନାହିଁ, କେବଳ ଗୋଟିଏ ଆସନ ପାଇଁ ଅଛି। ତେଣୁ 4 ନମ୍ବରଟା ଯେଉଁଟା ହେବ ସେଟା ସେ ସମୟ କହିବ। ତେଣୁ ଆମେ সময়କୁ ଅପେକ୍ଷା କରିବା ଏବଂ ସେ ଅନୁସାରେ ଆମେ ଆମର ରଣନୀତି ମଧ୍ୟ ତିଆରି ହେବ। ନାଇଁ ସେଇଟା ମୁଁ କହିଲି ସମୂହ କହିବ, ବର୍ତ୍ତମାନ ତ ମୁଁ କହିବା ଠିକ୍ ହେବନି, ଯେହେତୁ ଏଇଟା ଆମର ଦଳୀୟ ନିଷ୍ପତ୍ତି ଅନୁସାରେ ହେଇଥାଏ ଏବଂ ଆମର ଦଳର ସୁପ୍ରିମୋ ଯାହା ନିଷ୍ପତ୍ତି ନେବେ ଆମେ ସେ ଅନୁସାରେ ଆମେ କାମ କରିବା। ନା ନା ବର୍ତ୍ତମାନ ଯାଏ ସେ ଉପରେ ଆଲୋଚନା ହେଇନି, ପରବର୍ତ୍ତୀ ସମୟରେ ହୁଏତ ସେ ଉପରେ ଆଲୋଚନା ହେବ। ନାଇଁ ଦେଖନ୍ତୁ, ଯେଉଁମାନେ ଦଳ ପ୍ରତି ଡେଡିକେଟେଡ଼ ଏବଂ ବିଶ୍ୱାସ ଭାଜନ ଆଉ ୟାର ଉପରେ ଟିକିନିକି ମାନେ ସବୁ ନେତା ସହିତ ମାନ୍ୟବର ଦଳ ସଭାପତି ଆଲୋଚନା କରୁଛନ୍ତି ଏବଂ ତାଙ୍କ ସବୁ ଡାଟା କଲେକ୍ସନ୍ ବି ହେଉଛି ଏବଂ କିଏ ଆଗରୁ ଯେମିତି ଧୋକାବାଜ ଦେଲେ ସେମିତିଆ ଲୋକକୁ ଚୟନ ନ କରାଯାଇକିରି ଯେ ଦଳ ପାଇଁ କାମ କରିବ, ଦଳୀୟ ସଂଗଠନ ମାନିକରି ରହିବ ଏବଂ ଦଳ ପ୍ରତି ସମ୍ମାନ ଥିବ ଏବଂ ଆମର ଦଳର ସଭାପତି ତାଙ୍କର ପ୍ରତି ଆସ୍ଥା ଭାଜନ ଥିବ, ସେହି ପ୍ରକାର ଲୋକକୁ ନିହାତି ଭାବରେ ଆଗାମୀ ରାଜ୍ୟସଭା ପାଇଁ ଆମେ ନିର୍ବାଚନ କରିବା।